सदा विमुक्ति साधकं कलाधरावतंसकं विलासी लोकरूककम् अन्यायकेन नायकं विनाशितेभ्यदैत्यकम् न शुभाशुनाशकं नमामि तं विनायकम् सत्यं उदयते अनु सत्यतिष्ठति मेदिनी सत्यं जयति सर्वत्र सत्ये नास्ति भयं क्वचित् त्वमेव माता च पिता त्वमेव त्वमेव बन्धो च सखा त्वमेव त्वमेव विद्यं द्रविणं त्वमेव त्वमेव सर्वं मम देव देव। ओम नमो विनायक गणपति नमः। ओम नमो गणेशाय नमः। आसंतु भक्त समाज, আজি आमे रखिचु एक सुंदर कथा नारी मानक पाई रखिचु। एही 25 नियम आमे रखिचु जो प्रति घर वैकुंठपुर साजिब नहले तार विपरीत साजी पारे। आसंतु नारी नीति शिक्षा एहारी उपरे प्रथम नारीर धर्म पुरुष कर्म नारीर सेवार अधिकार धर्म। द्वितीय पतिव्रता स्वामी को देवगण परी पूजा करिवा। तृतीय पिला पिलिंकर जत्न नेबा ओ सुशिक्षा देवा। चतुर्थ घरर जाबतीय अर्दली सहिबा को चेष्टा करिवा। पंचम जेउ स्त्रीर सहिबार शक्ति थाए से स्वर्गगामी हुए। षष्ठ जेउ स्त्री ससुर शाशु विभिन्न गुरुजन मानकर सेवा न करे से काले काले दुखिनी हुए। सप्तम जेउ स्त्री खाइबा पीबारे पक्षपात करे से पापिनी हुए एवं पक्षपात हबार संभावना था। अष्टम पर धन को देले आखि जन्मे जन्मे हुए दुखी। पर धन प्रति मुटे चाहिबा उचित नुहे माने चाहिबा कथा नुहे यह अनुचित। पर धन पर आपनक धर्म धन आपनक धन को देखो पर विशाल धन को देखी केबल बसक्त होनी से चाह नहीं। नवम समस्तक प्रति नरम भाव रखिथिबो। दशम पर को न मणिब नर परटी परम ईश्वर। एकादश जेउ नारी हिंसा करे से निजे खालरे पड़े माने से हिंसार शिकार हुए। द्वादश निजे न खाई परिवार वर्ग को आगे खाइबा को देव एटा नारीर कर्तव्य। त्रयोदश विशेष स्त्री लोककर सेवा और आत्मा सेवा अभ्यासगत सेवा हेबा नित्यांत दरकार। यही कर्म प्रधान सेवा।
ଆଚ୍ଛା 14 ଚତୁର୍ଦଶ ଯେଉଁ ସ୍ତ୍ରୀ ସକାଳେ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ଶଯ୍ୟାରେ ଶୋଇ ରହନ୍ତି ସେ ସ୍ତ୍ରୀ କୁଲକ୍ଷଣୀ ତାଙ୍କ ପାଖରୁ ଲକ୍ଷ୍ମୀ ଦୂର ହୁଅନ୍ତି ବୋଲି ଶାସ୍ତ୍ର କହେ, ମୁଁ କହୁନାହିଁ। 15 କୁ ଯିବା। ପଞ୍ଚଦଶ ମୁଣ୍ଡରେ ସିନ୍ଦୁର ନ ଲଗାଇଲେ ଅଶୁଭ। ଆଜିକାଲି ଅନେକ ଟିକିଲି ବାହାରୁଛି ତ, ତେଣୁ ମୁଣ୍ଡରେ ସିନ୍ଦୁର ଲଗାଇବା ନିହାତି ଦରକାର। ଯେଉଁ ସ୍ତ୍ରୀ ମୁଣ୍ଡରେ ସିନ୍ଦୁର ଲଗାଇବାକୁ ଭଲ ନ ପାଆନ୍ତି ସେ ହତଭାଗିନୀ ବୋଲି ଶାସ୍ତ୍ର କହେ। 16 ଯେଉଁ ସ୍ତ୍ରୀ ପୁରୁଷ ସଙ୍ଗରେ ଦିନରେ ରତି କ୍ରୀଡ଼ା ପ୍ରୟୋଗ କରନ୍ତି ସେ ମହାପାପୀ, ବୁଦ୍ଧିହୀନ ଓ ପରମାୟୁ କ୍ଷୀଣ ହୁଏ। 16 ଗଲା। ଆସିବା 17 ନାରୀ ଦୁହିତା। ତେଣୁ ଦୁଇ କୂଳକୁ ଯଥା ବାପଘର ଓ ଶାଶୁଘର ଏହି ଦୁଇ କୂଳର ହିତା ହେବା ଦରକାର। ଏହା ଦ୍ୱାରା ଦୁଇ କୂଳର ଉଦ୍ଧାର ଭାର ବହନ କରିଥାନ୍ତି ନାରୀ। ତାପରେ ଯିବା 18 ମାନେ 18 ନାରୀ ଚାହିଁଲେ ଘର ବୈକୁଣ୍ଠପୁର ହୁଏ, ନାରୀ ରୁଷିଲେ ଯମପୁର ସାଜେ। 19 ଯିଏ କନ୍ୟା ଭଗିନୀ ଜାୟା ଜନନୀ ପରି ପରୀକ୍ଷା ଦେଉଥାଏ ଶିଖି ଶିଖି ରୋଗୀରୁ ବୈଦ ସାଜେ ଓ ବୈଦ ହୋଇ ଘରର ନାରୀ ଚିହ୍ନି କାମ କରେ ଏବଂ ଘରକୁ ସଜାଏ। ଯିବା 20 କୁ ଯିବା। ଯେଉଁ ଘରେ ନାରୀ ଶିକ୍ଷିତ ସେଠି ପରିବାର ଶିକ୍ଷିତ ଥାଏ ବୋଲି ଶାସ୍ତ୍ର କହେ। 21 କୁ ଯିବା। ନାରୀ ହିଁ ଦର୍ପଣ ଭଳି ନିଜ ଘରକୁ ସଂସାର ଆଗରେ ଦେଖାଇଥାଏ। ଗୋଟିଏ ନାରୀକୁ ଦେଖି ସେ ଘରର ଚରିତ୍ର ଜାଣି ହୁଏ। ଏବେ ଯିବା 22 କୁ। ନାରୀ ଚାହିଁଲେ ଘର ଗଢ଼େ, ନହେଲେ ଘର ଉଜାଡ଼େ। ଘର ପାଇଁ ଘରଣୀ ମୂଳ। ଏବେ ଯିବା 23 କୁ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିଶ୍ୱାସ ହିଁ ସୁଦୃଢ଼ ସାଂସାରିକ ଜୀବନର ଅଗ୍ରସରର ମୂଳମନ୍ତ୍ର। ଏହା ନ ରହିଲେ ଦାମ୍ପତ୍ୟ ଜୀବନର ମୂଲ୍ୟ କିଛି ରହେ ନାହିଁ। 24 କି ଯିବା। ଯେଉଁ ସ୍ୱାମୀ କ୍ଷମାର ସାଗର ବହିଥାଏ ପ୍ରତି ଇଏରେ ଯଦି କ୍ଷମା ଦେଇଥାଏ, କ୍ଷମା ଦେବାର ଯଦି ଥାଏ ସ୍ୱାମୀ ପାଖରେ ସାଗର ବହିପାରେ, ସେଠି କେବେ କଳହ କିଛି ହବନି। ସେଠି କେବଳ ପ୍ରେମ ଓ ଧର୍ମ ସେଇଠି ହିଁ ଜନ୍ମ ନିଏ ଏବଂ ପ୍ରେମ ଓ ଧର୍ମର ସାଗର ହୁଏ। ଏବେ ଯିବା 25 କୁ। ସ୍ୱାମୀ କହିବା ଆଗରୁ ପତ୍ନୀ ଯଦି କରିଥାଏ ସେଇଠି ବୈକୁଣ୍ଠପୁରର ପ୍ରେମ ମିଳେ। ଏହି ପ୍ରେମ ଆପଣମାନେ ବୈକୁଣ୍ଠପୁରର ପ୍ରେମ ଭଳି ଜାଣିବେ। 25ଟି ନିୟମ। ମୁଁ ଘର ଏବଂ ନାରୀ, ଯେହେତୁ ଘରର ନାରୀ ହିଁ ଘର ଗଢ଼େ, ତେଣୁ ନାରୀ ପାଇଁ ଏ 25ଟି ନିୟମ ମୁଁ କହିଲି। ମୁଁ ରବୀନ୍ଦ୍ର କୁଲାରୀ। ଆପଣମାନଙ୍କର ଯଦି କାହାରିକୁ ଏହି ନିୟମ ଯଦି ଦୁଃଖ ଦିଏ ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଇଏ ମୋର ଚ୍ୟାନେଲ। ଆପଣ ଯଦି ସବସ୍କ୍ରାଇବ୍, ଲାଇକ୍ ଏବଂ ସେୟାର କରନ୍ତି ମୁଁ ଖୁସି ହେବି। ରହୁଛି। ନମସ୍କାର। ଜୟ ଜଗନ୍ନାଥ। ପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ।